5000 ବର୍ଷ ତଳେ ହେଇଛି ଏବଂ ସେଠିରେ ସେଇ ସମୟର ଆଦି ମାନବ ଯେଉଁ ନାଲି ଓ କାଳି ରଙ୍ଗ ବ୍ୟବହାର କରୁଥିଲା 5000 ବର୍ଷ ପରେ ବି ଆଜି ସେମିତି ଦୀପ୍ତିମନ୍ତ ହେଇ ରହିଛି। ଲାଲ ରଙ୍ଗ ବି ଅଛି, କଳା ରଙ୍ଗ ବି ଅଛି। नमस्कार दर्शक बंधु न्यूज 18 लोकल रो एक स्वतंत्र उपस्थापन आपन स्वागत करुछि मु चंद्रांशु। दर्शक बंधु कलाहांडी जिला कला और संस्कृति रे परिपूर्ण एक जिला तेबे एहार नामकरण को नहीं विभिन्न जगार अनेक विश्लेषण होता है। प्रकृत रे कलाहांडी रो अर्थ कौन एवं केमिति ए जिलार नामकरण होइतिला आसंतु आलोचना करिबा। आम सहित आज अछंती जड़े वरिष्ठ सांबादिक तथा विशिष्ट संस्कृति गवेषक श्री सत्यन महापात्र। सर नमस्कार, न्यूज 18 रे आपन स्वागत। सर ये जो हमर कलाहांडी जिला रही ना को नहीं अनेक समय रे अनेक विश्लेषण होता है, अनेक लोकंकर अनेक मतामत रही है। प्रकृत रे कलाहांडी शब्दर अर्थ कौन? देखंतु वर्तमान जो कलाहांडी जिला नामकरण होईची एही भौगोलिक भूखंड इतिहास बक्षरे विभिन्न समय रे विभिन्न नाम रे परिचित होईची। एही अंचलर सर्वप्राचीन नाम होची कांतार बा महाकांतार। ए कांतार शब्दर आभिधानिक अर्थ होची घंच अरण्य। घंच अरण्य बेष्टित एही भौगोलिक भूखंडर प्रथम नाम तेणु करितिला कांतार बा महाकांतार। तापरे आठविक राज्य, तापरे इंद्रवन, तापरे चक्रकूट मंडल, तापरे कारुंड, कमल मंडल एवं शेषरे कारुंडवर परे परे कलाहांडी भावरे ए अंचल विख्यात होईची बा निजर परिचय सृष्टि करिछि। आमे कलाहांडी संपर्कित शब्द आज पर्यंत जहाँ आमे गवेषणार पाइचु कलाहांडी शब्दटी 1718 मसीह भवानीपाटଣା कलाहांडी शब्द आम कलाहांडी जिल्लार पुरातन राजधानी कलाहांडी गड़जातर जूनागढ़ ठारे थिबा दधिवामन मंदिर रे एक शिलालिपि रही जहा जुगसाई देव तृतीयଙ୍କ ସମୟରେ ତାହା उत्कीर्ण ହେଇଛି ଏବଂ ସେଇଠି ପ୍ରଥମ ଭାବରେ ଲେଖା ହେଇଛି ସେଠି କଳାହାଣ୍ଡି ନଗର। ତେଣୁ କଳାହାଣ୍ଡି ଶବ୍ଦଟି 1718 ମସିହା ସମୟରୁ ହିଁ ଏହି ଅଞ୍ଚଳ କଳାହାଣ୍ଡି ନାମରେ ପରିଚୟ ବହନ କରିଛି। ଇଏ ଗୋଟେ ତଥ୍ୟ ପ୍ରମାଣ ରହିଛି ସେହି ଷ୍ଟୋନ୍ ଇନସ୍କ୍ରିପସନରୁ। ଆମେ ଯଦି ଦେଖିବା କଳାହାଣ୍ଡିର ଇତିହାସକୁ ଆଲୋଚନା କରିବା ତାହେଲେ କଳାହାଣ୍ଡିରେ ଗୁଡ଼ହାଣ୍ଡି ବୋଲି ଗୋଟେ ଜାଗାଟିଏ ଅଛି। ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ସାହାଜକୋଲ ଜଙ୍ଗଲ ଭିତରେ ରହିଛି ଗୁଡ଼ହାଣ୍ଡି ଏବଂ ଗୁଡ଼ହାଣ୍ଡି ହେଉଛି ଏକ ପ୍ରାଗ ଐତିହାସିକ କେପ୍ ପେଣ୍ଟିଂ ବା ଗୁମ୍ଫା ଚିତ୍ର ସେଇଠି ରହିଛି ଏବଂ ସେଇଠି ଯେଉଁ ତାକୁ ନିଓଲିଥିକ୍ ଏଜ୍ ବା ତାକୁ କହୁଥିଲେ ଆର୍ଲି ଷ୍ଟୋନ୍ ଏଜ୍ ସେଇ ନୂତନ ପ୍ରସ୍ତର ଯୁଗର ସେଇ ଅବଶେଷ ବୋଲି ବର୍ତ୍ତମାନ ଯେଉଁ ଗବେଷଣା କରାଯାଇଛି, କାର୍ବନ ଡେଟିଂ କରାଯାଇଛି, ସେଠୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଗୁଡ଼ହାଣ୍ଡି କେପ୍ ପେଣ୍ଟିଂ ଆଜକୁ 5000 ବର୍ଷ ତଳେ ହେଇଛି ଏବଂ ସେଠିରେ ସେଇ ସମୟର ଆଦି ମାନବ ଯେଉଁ ନାଲି ଓ କାଳି ରଙ୍ଗ ବ୍ୟବହାର କରୁଥିଲା 5000 ବର୍ଷ ପରେ ବି ଆଜି ସେମିତି ଦୀପ୍ତିମନ୍ତ ହେଇ ରହିଛି। ଲାଲ ରଙ୍ଗ ବି ଅଛି, କଳା ରଙ୍ଗ ବି ଅଛି। ତେଣୁ ଏ ହାଣ୍ଡି ଶବ୍ଦଟି ଆପଣ ଦେଖିବେ ଆମର ଅବିଭକ୍ତ କଳାହାଣ୍ଡି ଏବଂ କୋରାପୁଟରେ ହାଣ୍ଡି ଶବ୍ଦ ଥିବା ନା ବହୁତ ଗାଁ ଅଛି, ଯେମିତି ବକାହାଣ୍ଡି, ଚନ୍ଦାହାଣ୍ଡି, ନନ୍ଦାହାଣ୍ଡି, ପାପଡ଼ାହାଣ୍ଡି, ସେଭଳିଆ କଳାହାଣ୍ଡି। ହାଣ୍ଡିଟା ଗୋଟେ ଜନବସତିକୁ ସମ୍ଭବତଃ ସେଇ ସମୟରୁ ଅର୍ଥାତ୍ ଅତି କମରେ 5000 ବର୍ଷ ପୂର୍ବରୁ ହାଣ୍ଡି ଶବ୍ଦଟେ ଗୋଟେ ଜନବସତିକୁ ନିଆଯାଉଥିଲା। ଏବଂ ଏଇ ଯେଉଁ କଳାହାଣ୍ଡି ଜିଲ୍ଲା ଆପଣ ଦେଖିବେ କଳାହାଣ୍ଡିରେ ବିବିଧ ପ୍ରକାରର କଳା ଅଛି। କଳାହାଣ୍ଡିର ତାର ନିଜସ୍ୱ ମୌଳିକ ଲୋକନୃତ୍ୟ ହେଉଛି ଘୁମୁରା, ବଜାସାଲ, ତାର ଆଦିବାସୀ ନୃତ୍ୟ ଢାବ, ମାଦିଲି, ଏଭଳିଆ ଅନେକ ପ୍ରକାରର କଳାରେ ପରିପୂର୍ଣ୍ଣ ହାଣ୍ଡି। ତେଣୁ ସମ୍ଭବତଃ ଏଇ ଭୌଗୋଳିକ ଭୂଖଣ୍ଡର ନାଁ ଏ ଆଧୁନିକ ଯୁଗରେ କଳାହାଣ୍ଡି ଭାବରେ ବିଖ୍ୟାତ ହେଇଛି। ତେଣୁ ଆପଣ ଦେଖୁଥିବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯେଉଁ ଜିଲ୍ଲା ଅଛି ସେଇ ଜିଲ୍ଲା ସମ୍ପର୍କରେ ତାର ଜିଲ୍ଲା ନାଁରେ ଗୋଟେ ଗାଁଟେ ଅଛି ବା ଗୋଟେ ସହରଟେ ଅଛି। ଯେମିତି ପୁରୀରେ ଗୋଟେ ସହର ଅଛି, ଯେମିତି କଟକ ଜିଲ୍ଲା କଟକ ବୋଲି ସହରଟି ଅଛି, ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ବୋଲି ସହରଟେ ଅଛି। କିନ୍ତୁ କଳାହାଣ୍ଡି ଜିଲ୍ଲାରେ କଳାହାଣ୍ଡି ନାମରେ କୌଣସି ଗାଁ ବା ସହର ବା ଜନବସତି ନାହିଁ। ଏଣ୍ଟାୟାର ଜିଲ୍ଲାକୁ କଳାହାଣ୍ଡି ଜିଲ୍ଲା ବୋଲି କୁହାଯାଏ ଏବଂ ଆମେ ସର୍ବପ୍ରାଚୀନ ଯଦି କଳାହାଣ୍ଡି ଶବ୍ଦଟିଏ ଦେଖିବା ତାର ପ୍ରାମାଣିକ ତଥ୍ୟ ଉପଲବ୍ଧ ଅଛି। କଳାହାଣ୍ଡି ଗଡ଼ଜାତର ପୁରାତନ ରାଜଧାନୀ ଜୁନାଗଡ଼ ସହରରେ ଯେଉଁ ଦଧିବାମନ ମନ୍ଦିର ଅଛି ସେଠାରେ ଥିବା ଶିଳାଲିପିରେ କଳାହାଣ୍ଡି ନଗର ଶବ୍ଦଟିଏ ଉତ୍କୀର୍ଣ୍ଣ ହେଇଛି। ତେଣୁ ଅନ୍ତତଃ ପକ୍ଷରେ ଏହା କୁହାଯାଇପାରେ ଆଜକୁ ପ୍ରାୟ
350 ବର୍ଷ ହେଲା ଏଇ ଅଞ୍ଚଳ କଳାହାଣ୍ଡି ନାମରେ ନିଜର ପରିଚୟ ବହନ କରି ଆସୁଛି। ସାର୍ ଆଉ ଗୋଟେ ଜିନିଷ ମୁଁ କହିବାକୁ ଚାହିଁବି, ଏମିତି ଆପଣ କହିଲେ ଯେ କଳାହାଣ୍ଡିର ରାଜଧାନୀ ଭବାନୀପାଟଣା, ଏଇଟା ପୂର୍ବରୁ ଜୁନାଗଡ଼ ଥିଲା, ବର୍ତ୍ତମାନ ଭବାନୀପାଟଣା ଅଛି, ତ ସେଇ ବିଷୟରେ କ'ଣ ତଥ୍ୟ ରହିଛି? ଦେଖନ୍ତୁ, କଳାହାଣ୍ଡି ଏକ ଗଡ଼ଜାତ ରାଜ୍ୟ ଥିଲା ଏବଂ କଳାହାଣ୍ଡି ଗଡ଼ଜାତର ରାଜଧାନୀ ଥିଲା ଜୁନାଗଡ଼। ଜୁନା ଶବ୍ଦର ଅର୍ଥ ହେଉଛି ପୁରୁଣା। ସମ୍ଭବତଃ ସେତେବେଳେ ସେଇ ଅଞ୍ଚଳ କଳାହାଣ୍ଡି ନଗର ଭାବରେ ବିଖ୍ୟାତ ଥିଲା ଏବଂ ଯେହେତୁ ରାଜଧାନୀ ସିଫ୍ଟ ହେଲା, ତେଣୁକରି ତାକୁ ଜୁନାଗଡ଼ ବା ପୁରୁଣାଗଡ଼ କୁହାଯାଇଥାଇପାରେ। ଇଏ କିନ୍ତୁ ଅନୁସନ୍ଧାନ ସାପେକ୍ଷ। କଳାହାଣ୍ଡି ଗଡ଼ଜାତର 27ତମ ନାଗବଂଶୀ ଶାସକ ଏ ଅଞ୍ଚଳରେ ଶେଷ ବେଳକୁ ବିଭିନ୍ନ ରାଜବଂଶ ଶାସନ କରୁଛନ୍ତି, କିନ୍ତୁ ଶେଷ ବେଳକୁ ନାଗବଂଶୀ ଶାସକମାନେ କଳାହାଣ୍ଡିର ଶାସନ କରୁଥିଲେ। 27ତମ ନାଗବଂଶୀ ଶାସକ ଫତେ ନାରାୟଣ ଦେଓ 1849 ମସିହାରେ, ସେହି ସମୟରେ ତତ୍କାଳ ସମୟରେ 1849 ମସିହାରେ ତତ୍କାଳୀନ କଳାହାଣ୍ଡି ଗଡ଼ଜାତର ରାଜଧାନୀ ଜୁନାଗଡ଼ ସହରରେ ପ୍ରବଳ ମହାମାରୀ ବା ହଇଜା ବ୍ୟାପିଥିଲା। ଏଥିରେ ବହୁ ଲୋକଙ୍କର ଧନ ଏବଂ ଜୀବନ ନଷ୍ଟ ହୋଇଥିଲା। ଏପରିକି ରାଜକୁମାରଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ସେଇ ମହାମାରୀରେ ବା ସେଇ ପ୍ରବଳ ହଇଜାରେ। ଏବଂ ଶେଷରେ ଆଉ ଜଣେ ତାଙ୍କର ରାଜକୁମାର ମୁମୂର୍ଷୁ ଅବସ୍ଥାରେ ଆକ୍ରାନ୍ତ ହୋଇଥିଲେ ସେଇ ମହାମାରୀରେ। ତ ସେଇ ସମୟରେ ରାଜା ଫତେନାରାୟଣ ଦେଓଙ୍କର ତାଙ୍କର ପାରିଷଦ ବର୍ଗ ଏବଂ ସ୍ୱେଚ୍ଛୁମାନେ ତାଙ୍କୁ ଗୋଟେ ପରାମର୍ଶ ଦେଲେ ଯେ ଆପଣ ଯାଆନ୍ତୁ, ଆପଣ ଯେଉଁ ଦେଖୁଛନ୍ତି ବର୍ତ୍ତମାନ ଭବାନୀପାଟଣା ସହର, ସେତେବେଳେ ଭବାନୀପାଟଣା ସହର ହିଁ ନଥିଲା। এই ଅଞ୍ଚଳର ନାଁ ଥିଲା ଭଣ୍ଡେଶ୍ୱର ଗଡ଼ ଏବଂ ଭଣ୍ଡେଶ୍ୱର ଗଡ଼ରେ ମାଣିକେଶ୍ୱରୀ ଥିଲେ, ଏକ ଦେବୀ, ପ୍ରଖ୍ୟାତ ଦେବୀ, ବିଖ୍ୟାତ ଦେବୀ। ଆପଣ ଦେଖୁଛନ୍ତି ବର୍ତ୍ତମାନ ଭବାନୀପାଟଣା ସହରରେ ମାଣିକେଶ୍ୱରୀ ମନ୍ଦିର ଏମିତି ସୁଦୃଶ ମନ୍ଦିର ନଥିଲା, ଛୋଟ ଏକ ଗୁଡ଼ିରେ ମା ମାଣିକେଶ୍ୱରୀ ପୂଜା ପାଉଥିଲେ। ତ ସେଇ ଫତେନାରାୟଣ ଦେଓ ମହାରାଜାଙ୍କୁ ତାଙ୍କର ପାରିଷଦ ବର୍ଗ ଏବଂ ଶୁଭେଚ୍ଛୁମାନେ ମନ୍ତ୍ରଣା ଦେଲେ ବା ପରାମର୍ଶ ଦେଲେ ଯେ ଆପଣ ଯାଆନ୍ତୁ ଭଣ୍ଡେଶ୍ୱର ଗଡ଼ର ମା ମାଣିକେଶ୍ୱରୀଙ୍କ ପାଖରେ ଶରଣାପନ୍ନ ହୁଅନ୍ତୁ, ସେ ହିଁ ଆପଣଙ୍କୁ ଏଭଳି ଏକ ମହାମାରୀ ରୂପକ ମହାବିପତ୍ତିରୁ ରକ୍ଷା କରିପାରିବେ। ତାପରେ ରାଜା ଫତେନାରାୟଣ ଦେଓ ଆସିଛନ୍ତି ଭଣ୍ଡେଶ୍ୱର ଗଡ଼କୁ, ମାଣିକେଶ୍ୱରୀଙ୍କ ଠାରେ ଶରଣାପନ୍ନ ହୋଇଛନ୍ତି, ଅନୁନୟ ବିନୟ ପ୍ରାର୍ଥନା କରିଛନ୍ତି ଏବଂ ମା ମାଣିକେଶ୍ୱରୀଙ୍କର ଆଶୀର୍ବାଦରୁ ତାଙ୍କର ଯେଉଁ ରାଜକୁମାର ମୁମୂର୍ଷୁ ଅବସ୍ଥାରେ ପଡ଼ିଥିଲେ, ମୃତ୍ୟୁ ସହ ସଂଗ୍ରାମ କରୁଥିଲେ, ସିଏ ତାଙ୍କ ଜୀବନ ବଞ୍ଚିଯିବା ସହିତ ସମଗ୍ର ରାଜ୍ୟରେ ସେ ମହାମାରୀ ବିପଦଟି ଟଳି ଯାଇଥିଲା। ତ ଯେତେବେଳେ ମା ମାଣିକେଶ୍ୱରୀଙ୍କର ଆଶୀର୍ବାଦରୁ ଏଡ଼େ ବଡ଼ ବିପତ୍ତି ଟଳିଲା, ତେଣୁ ମହାରାଜା ଫତେନାରାୟଣ ଦେଓ ଚାହିଁଲେ ସେ ଆଉ ଜୁନାଗଡ଼ ପ୍ରତ୍ୟାବର୍ତ୍ତନ କରିବେ ନାହିଁ, ମା ମାଣିକେଶ୍ୱରୀଙ୍କ ନିକଟରେ ସୁଦୃଶ ଏକ ରାଜପ୍ରାସାଦ ବନାଇ ଏଟାକୁ ତାଙ୍କର ନୂତନ ରାଜଧାନୀ କରିବେ। ଏବଂ ଏ ହେଉଛି 1849 ମସିହାର କଥା। ତ 1849 ମସିହାରେ 27ତମ ନାଗବଂଶୀ ଶାସକ ମହାରାଜା ଫତେନାରାୟଣ ଦେଓ ଏଇ ଯେଉଁ ଭବାନୀପାଟଣା ତ ନାଁ ନଥିଲା, ଭଣ୍ଡେଶ୍ୱର ଗଡ଼ ଥିଲା, ଏଠାରେ ରାଜଧାନୀ ତିଆରି କଲେ, ରାଜପ୍ରାସାଦ ତିଆରି କରାଇଲେ। ଏବଂ ଏଇ ଯେଉଁ ଭଣ୍ଡେଶ୍ୱର ଗଡ଼ରେ ଭବାନୀ ଶଙ୍କର ମହାଦେବ ବୋଲି ଏକ ମନ୍ଦିର ଅଛି, ସେଇ ଭବାନୀ ଶଙ୍କର ମହାଦେବଙ୍କ ନାମ ଅନୁସାରେ ଏଇ ନୂତନ ରାଜଧାନୀର ନାମକରଣ କଲେ ଭବାନୀପାଟଣା। ତେବେ ଏଇ ଭବାନୀପାଟଣା କଳାହାଣ୍ଡି ଗଡ଼ଜାତର ରାଜଧାନୀ ହେଲା 1849 ମସିହାରେ। ଜୁନାଗଡ଼ରୁ ମହାରାଜା ଫତେନାରାୟଣ ଦେଓ ତାଙ୍କ ରାଜଧାନୀ ଭବାନୀପାଟଣାକୁ ସିଫ୍ଟ କରାଇଥିଲେ। ତେଣୁ ଏଇ ଭବାନୀପାଟଣା ସହରର ଜନ୍ମ ହେଉଛି 1849 ମସିହା। ଯଦି ହିସାବ କରିବା, ବର୍ତ୍ତମାନ ଏଇ ଭବାନୀପାଟଣା ସହରର ବୟସ ହେଉଛି 176 ବର୍ଷ। କାଳକ୍ରମେ କଳାହାଣ୍ଡି ଗଡ଼ଜାତ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କଲେ ଶେଷ ନାଗବଂଶୀ ଶାସକ ମହାରାଜା ପ୍ରତାପ କେଶରୀ ଦେଓ ଏବଂ 1948 ମସିହା ଜାନୁଆରୀ 1ରେ ଏହି କଳାହାଣ୍ଡି ଗଡ଼ଜାତ ସ୍ୱାଧୀନ ଭାରତ ସହିତ ମିଶ୍ରଣ ହେଲା ଏବଂ ଓଡ଼ିଶା ପ୍ରଦେଶର ଏକ ଅଂଶବିଶେଷ ହେଲା। ତେଣୁ ଯଦି ହିସାବ କରିବା, ଭବାନୀପାଟଣା ସହରର ବୟସ ହେଉଛି ବର୍ତ୍ତମାନ 176 ବର୍ଷ। ଦର୍ଶକ ବନ୍ଧୁ, ଆମ ସହିତ ଥିଲେ ବିଶିଷ୍ଟ ଗବେଷକ ସତ୍ୟନ ମହାପାତ୍ର। ଆଶା କରୁଛି ଅନେକ ଅଲୌକିକ ଏବଂ ରୋଚକ ତଥ୍ୟ ଆପଣଙ୍କୁ ଜାଣିବାକୁ ମିଳିଲା। ଏମିତି ଆଉ ବି ଅନେକ ତଥ୍ୟ ଆପଣଙ୍କୁ ଆଗାମୀ ଅଧ୍ୟାୟରେ ଦେଖିବାକୁ ମିଳିବ। ନମସ୍କାର।